ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଲା ବଡ଼ ଖବର। ଆଉ 5 ବର୍ଷ ପାଇଁ ବୃଦ୍ଧି ପାଇଲା ପିଏମ୍ କିଷାନ ଯୋଜନା ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଦେଶର କୋଟି କୋଟି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରିଛନ୍ତି। କେନ୍ଦ୍ରୀୟ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଏହି ଯୋଜନା ଆର୍ଥିକ ବର୍ଷ 2026 ଆଉ 27ରୁ 2030 ଆଉ 31 ପର୍ଯ୍ୟନ୍ତ ଲାଗୁ ରହିବ। ସରକାର ଏହି ଯୋଜନା ପାଇଁ 3,15,000 କୋଟି ଟଙ୍କାରୁ ଅଧିକ ବଜେଟ୍ ପ୍ରସ୍ତାବିତ କରିଛନ୍ତି, ଯାହାଦ୍ୱାରା ଯୋଗ୍ୟ ଚାଷୀମାନଙ୍କୁ ପୂର୍ବପରି ଆର୍ଥିକ ସହାୟତା ମିଳିବା ଜାରି ରହିବ। ପିଏମ୍ କିଷାନ ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରଗୁଡ଼ିକୁ ପ୍ରତିବର୍ଷ 6,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ରାଶି 2,000 ଟଙ୍କାର 3ଟି ସମାନ କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ପଠାଯାଇଥାଏ। ଫସଲ ଚକ୍ରକୁ ଆଖି ଆଗରେ ରଖି ଏହି କିସ୍ତିଗୁଡ଼ିକର ସମୟ ନିର୍ଦ୍ଧାରଣ କରାଯାଇଛି, ଯାହାଦ୍ୱାରା ଚାଷୀମାନଙ୍କୁ ବୁଣାବୁଣି ଏବଂ ଚାଷ ପ୍ରସ୍ତୁତି ସମୟରେ ଠିକ୍ ସମୟରେ ଆର୍ଥିକ ସାହାଯ୍ୟ ମିଳିପାରିବ। ଖର୍ଚ୍ଚ ହେବ 3,15,000 କୋଟି ଟଙ୍କା। ଆଗାମୀ 5 ବର୍ଷ ପାଇଁ ସରକାର ଏହି ଯୋଜନାରେ 3,15,614 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରକାରଙ୍କ କହିବା ଅନୁସାରେ ଏହି ନିଷ୍ପତ୍ତି ଦ୍ୱାରା ଚାଷୀମାନଙ୍କୁ ନିୟମିତ ରୋଜଗାରର ଏକ ସାହାରା ମିଳିବା ସହ ଚାଷ ସମ୍ପର୍କିତ ଜରୁରୀ ଖର୍ଚ୍ଚ ଉଠାଇବାରେ ସହଜ ହେବ। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଚାଷ ପାଇଁ ସଠିକ୍ ସମୟରେ ମିଳିବ ସହାୟତା। ସରକାରଙ୍କ ଅନୁଯାୟୀ ଯୋଜନାର କିସ୍ତିଗୁଡ଼ିକ ସେହି ସମୟରେ ଜାରି କରାଯାଇଥାଏ ଯେତେବେଳେ ଚାଷୀଙ୍କୁ ମଞ୍ଜି, ଖତ, ସାର, କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିବା ପାଇଁ ଟଙ୍କାର ସବୁଠାରୁ ଅଧିକ ଆବଶ୍ୟକତା ଥାଏ। ଏହାଦ୍ୱାରା ଚାଷୀଙ୍କର ନଗଦ ଟଙ୍କାର ସମସ୍ୟା କମ୍ ହୋଇଥାଏ ଏବଂ ଚଢ଼ା ସୁଧରେ କରଜ ନେବାର ଆବଶ୍ୟକତା ମଧ୍ୟ ହ୍ରାସ ପାଇଥାଏ। କ୍ଷୁଦ୍ର ଚାଷୀ ହେବେ ସବୁଠାରୁ ଅଧିକ ଲାଭବାନ। ସରକାରଙ୍କ ସୂଚନା ଅନୁଯାୟୀ ଏହି ଯୋଜନାର ଅଧିକାଂଶ ହିତାଧିକାରୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏପର୍ଯ୍ୟନ୍ତ ପିଏମ୍ କିଷାନ ଯୋଜନାର 23ଟି କିସ୍ତି ମାଧ୍ୟମରେ 4,47,000 କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇସାରିଛି। ନୀତି ଆୟୋଗଙ୍କ ଆକଳନ ଅନୁଯାୟୀ ଏହି ଯୋଜନା ଦ୍ୱାରା ବହୁ ସଂଖ୍ୟକ ଚାଷୀଙ୍କ ଆୟରେ ସୁଧାର ଆସିଛି ଏବଂ ଅନୌପଚାରିକ ଋଣ, ଯାହାକୁ ସାହୁକାରୀ କରଜ ଉପରେ ସେମାନଙ୍କ ନିର୍ଭରଶୀଳତା କମିଛି। ଏବେ ପିଏମ୍ କିଷାନ ଯୋଜନାକୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ନିଷ୍ପତ୍ତିକୁ ଚାଷୀଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ବୋଲି ମନେ କରାଯାଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।